ମାନେ ସାଧାରଣତଃ ଯେତେବେଳେ ଆମେ କୌଣସି ନୂଆ ରେଷ୍ଟୁରାଣ୍ଟକୁ ଯାଉ ଆମେ କ'ଣ କରୁ? ମେନୁ କାର୍ଡ ଧରି ନିଜେ ପସନ୍ଦର ଖାଦ୍ୟ ନିଜେ ଅର୍ଡର କରୁ, ହଁ କି ନୁହେଁ? ହଁ ଏକଦମ ନିଜେ ହିଁ ବାଛୁ ଆମେ କ'ଣ ଖାଇବୁ, କେମିତି ସ୍ୱାଦର ଖାଦ୍ୟ ଆମକୁ ଦରକାର। ଠିକ୍ କଥା। ଆମେ କେବେ ବି ୱେଟରଙ୍କୁ ଡାକି କହୁନାହୁଁ ଯେ ଭାଇ ତୁମ ଇଚ୍ଛା ଅନୁସାରେ ଯାହା ପାରୁଛୁ ଆଣିଦିଅ, ମୁଁ ଚୁପଚାପ ଖାଇଦେବି। ଆରେ ନା ନା, ସେମିତି କିଏ କାହିଁକି କହିବ? ଗୋଟେ ସାଧାରଣ ଭୋଜନ ପାଇଁ ବି ଆମେ ନିଜ ନିଷ୍ପତ୍ତି ଅନ୍ୟ ହାତରେ ଦେବାକୁ ପ୍ରସ୍ତୁତ ନଥାଉ। ସେଟା ହିଁ ତ। କିନ୍ତୁ ଏଠି ସବୁଠାରୁ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ। ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ମାନେ ଆମ ଦିନର ଆରମ୍ଭ କଥା ଯେତେବେଳେ ଆସେ, ଆମେ ପୁରା ଓଲଟା କାମ କରୁ। ହଁ, ସେଠି ଆମେ ଅନ୍ୟମାନଙ୍କୁ ଆମର ମେନୁ ସ୍ଥିର କରିବାକୁ ଦେଇଦେଉ। ପୁରା ସତ। ଆଲାର୍ମ ବାଜିବା ମାତ୍ରେ ଆଖି ଭଲ ଭାବେ ନ ଖୋଲୁଣୁ ଆମେ ସିଧା ସ୍ମାର୍ଟଫୋନ୍ ଧରୁ ଆଉ ଅନ୍ୟମାନଙ୍କର ମେସେଜ, ନୋଟିଫିକେସନ ଚେକ୍ କରିବା ଆରମ୍ଭ କରିଦେଉ। ଯେମିତିକି ଆମେ ଦୁନିଆକୁ ଚିଲ୍ଲେଇକି କହୁଛୁ ଯେ ଆସ ମୋ ଦିନର ଏଜେଣ୍ଡା ତୁମେମାନେ ହିଁ ତିଆରି କର। ଏକଦମ। ଆଉ ଆଜିର ଆମର ଏହି ଡିପ୍ ଡାଇଭ୍ ବା ଗଭୀର ଆଲୋଚନା ଠିକ୍ ଏହି ବିଷୟ ଉପରେ। ନମସ୍କାର ଏବଂ ସ୍ୱାଗତ। କେ ସ୍ମାର୍ଟି ଏଜୁକେସନ୍ ଆଣ୍ଡ ୱେଲନେସ୍ ଦ୍ୱାରା ଉପସ୍ଥାପିତ ଆଜିର ଏହି ଡିପ୍ ଡାଇଭ୍ରେ ଆମେ ହାଲ୍ ଏଲରଡଙ୍କ ବହି ଦି ମିରାକିଲ୍ ମର୍ଣ୍ଣିଂର ମୂଳ ସିଦ୍ଧାନ୍ତଗୁଡ଼ିକୁ ଖୋଜି ବାହାର କରିବା। ଆଉ ଏହା ଜାଣିବାକୁ ଚେଷ୍ଟା କରିବା ଯେ ସକାଳର ପ୍ରଥମ କିଛି ମୁହୂର୍ତ୍ତ କିପରି ଆମର ପୁରା ଦିନର ଆଉ ଶେଷରେ ପୁରା ଜୀବନର ଦିଗ ନିର୍ଦ୍ଧାରଣ କରେ। କିନ୍ତୁ ଆରମ୍ଭର ମୁଁ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ। ହଁ, ନିଶ୍ଚୟ, କୁହନ୍ତୁ। ମାନେ ଏହା କେବଳ ସକାଳେ ଶୀଘ୍ର ଉଠିବାର କୌଣସି ପାରମ୍ପରିକ ଉପଦେଶ ନୁହେଁ, ବୁଝିଲେ ତ? ବହୁତ ଲୋକ ଭାବନ୍ତି ଶୀଘ୍ର ଉଠିଯିବା ମାନେ ହିଁ ସଫଳତା। ହଁ, ଲୋକଙ୍କର ସେଇ ଗୋଟେ ଧାରଣା ଅଛି କି ଭୋରୁ ଉଠିଗଲେ ସବୁ ଠିକ୍ ହୋଇଯିବ। କିନ୍ତୁ ବାସ୍ତବରେ ଉଦ୍ଦେଶ୍ୟହୀନ ଭାବେ ଉଠିବାର କୌଣସି ମୂଲ୍ୟ ନାହିଁ। ଏହା ପ୍ରକୃତରେ ମନ, ଶରୀର ଏବଂ ଭାବନାକୁ ଏକାସାଙ୍ଗରେ ଶକ୍ତିଶାଳୀ କରିବାର ଗୋଟେ ସମ୍ପୂର୍ଣ୍ଣ ଲାଇଫ୍ ସିଷ୍ଟମ ଅଟେ। ଆଚ୍ଛା, ତେବେ ଆସନ୍ତୁ ଏହାକୁ ଟିକେ ଖୋଲି ବୁଝିବା। ଯେମିତି ମୁଁ ଆରମ୍ଭରୁ ସେଇ ରେଷ୍ଟୁରାଣ୍ଟ ମେନୁର ଉଦାହରଣ ଦେଉଥିଲି, ଆମେ ସକାଳ ଫୋନ୍ ଧରିବା ମାନେ ତ ନିଜ ଦିନର ନିୟନ୍ତ୍ରଣ ହରାଇଦେବା କଥା ନା? ପୁରା ଠିକ୍ କଥା। ଏଠାରେ ସବୁଠୁ ଆକର୍ଷଣୀୟ ବିଷୟ ହେଉଛି ମାନସିକତାର ପାର୍ଥକ୍ୟ ଆଉ ମସ୍ତିଷ୍କର କେମିଷ୍ଟ୍ରି କିମ୍ବା ରସାୟନ ବିଜ୍ଞାନ କେମିତି କାମ କରେ ସେଇଟା ବୁଝିବା ବହୁତ ଜରୁରୀ। ମାନେ ସେଇ ରିଆକ୍ଟିଭ୍ ମୋଡ୍ ବା ପ୍ରତିକ୍ରିୟାଶୀଳ ଅବସ୍ଥା କଥା ଆପଣ କହୁଛନ୍ତି? ହଁ, ଯେତେବେଳେ ଆଖି ଖୋଲିବା ମାତ୍ରେ ଆମେ ଫୋନ୍ ଦେଖୁ, ଆମ ମସ୍ତିଷ୍କ ତୁରନ୍ତ ସେହି ରିଆକ୍ଟିଭ୍ ମୋଡ୍କୁ ପଳାଏ। ମାନେ ଆମେ ନିଜେ କିଛି ନୂଆ ଭାବୁନାହୁଁ, ବାହାର ଦୁନିଆ ଯାହା ଫିଙ୍ଗୁଛି ଆମେ ଖାଲି ତାର ରିଆକ୍ସନ୍ ଦଉଛୁ। ଓହୋ, ଯେମିତି କିଏ କ'ଣ ମେସେଜ କଲା, ଅଫିସରୁ କି ମେଲ୍ ଆସିଲା, ଏସବୁ। ଏକଦମ। ଆଉ ନ୍ୟୁରୋସାଇନ୍ସ ଅନୁସାରେ ଏହାଦ୍ୱାରା ଡୋପାମାଇନ୍ର ଗୋଟେ ଶସ୍ତା ଲୁପ୍ ଆରମ୍ଭ ହୋଇଯାଏ ଆଉ କର୍ଟିସଲ ଭଳି ଷ୍ଟ୍ରେସ୍ ହର୍ମୋନ୍ ବଢ଼ିଯାଏ। ଆମେ ଦିନ ଆରମ୍ଭ ନ କରୁନୁ କ୍ଳାନ୍ତ ହୋଇଯାଉ। ବାଃ, ଏଇଟା ଗୋଟେ ବହୁତ ବଡ଼ ପଏଣ୍ଟ। ମାନେ ଅନ୍ୟମାନଙ୍କର ପ୍ରାଥମିକତା ଭିତରେ ଆମେ ଫସିଯାଉ ଆଉ ନିଜର ଲକ୍ଷ୍ୟ ପଛରେ ପଡ଼ିଯାଏ। ସେଥିପାଇଁ ତ ହାଲ୍ ଏଲରଡ୍ ବହିରେ ଗୋଟେ ଚମତ୍କାର କଥା ଲେଖିଛନ୍ତି, ଓନ୍ ୟୋର୍ ମର୍ଣ୍ଣିଂ, ଓନ୍ ୟୋର୍ ଲାଇଫ୍। ଅର୍ଥାତ୍ ନିଜ ସକାଳ ଉପରେ ଅଧିକାର କଲେ ନିଜ ଜୀବନ ଉପରେ ଅଧିକାର ଆସିବ। ହଁ, ଯଦି ଦିନର ପ୍ରଥମ କିଛି ମୁହୂର୍ତ୍ତ ନିଜ ଆୟତ୍ତରେ ଥାଏ, ତେବେ ପୁରା ଜୀବନ ନିୟନ୍ତ୍ରଣକୁ ଆସିଯିବ। ସଫଳ ଲୋକେ ଦିନ ଆରମ୍ଭ କଲାବେଳେ ଗୋଟେ ଉଦ୍ଦେଶ୍ୟ ରଖନ୍ତି, ଯାହା ସେମାନଙ୍କୁ ପ୍ରୋଆକ୍ଟିଭ୍ କରେ। ଆଚ୍ଛା, ଗୋଟେ ସେକେଣ୍ଡ। ଏଠି ମୋର ଗୋଟେ ଛୋଟ ସନ୍ଦେହ ଅଛି, ଆଉ ମୁଁ ଭାବୁଛି ଶ୍ରୋତାମାନଙ୍କ ମନରେ ବି ଏଇ ପ୍ରଶ୍ନ ଉଠୁଥିବ। ହଁ, କୁହନ୍ତୁ, କ'ଣ ସେଇ ପ୍ରଶ୍ନ? ମାନେ ଏଇ ଅନ୍ ୟୋର୍ ମର୍ଣ୍ଣିଂ କଥାଟି ଶୁଣିବାକୁ ତ ବହୁତ ବଢ଼ିଆ ଆଉ ପ୍ରେରଣାଦାୟକ ଲାଗୁଛି, କିନ୍ତୁ ସତ କହିବାକୁ ଗଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଏହା କେତେ ଦୂର ସମ୍ଭବ? ମୁଁ ବୁଝିପାରୁଛି ଆପଣ କୁଆଡ଼େ ଇଙ୍ଗିତ କରୁଛନ୍ତି। ହଁ, ଦେଖନ୍ତୁ ନା, ଜଣେ କର୍ମଜୀବୀ ମଣିଷ ଯାହାଙ୍କୁ ସକାଳ 8ଟାରେ ଘରୁ ବାହାରି ଟ୍ରାଫିକ୍ ଭିତରେ ଯିବାର ଅଛି, କିମ୍ବା ଜଣେ ମା ଯାହାଙ୍କୁ ପିଲାଙ୍କ ପାଇଁ ଟିଫିନ୍ ବନାଇବାକୁ ପଡ଼େ, ସେମାନଙ୍କ ପାଇଁ ସକାଳେ ଘଣ୍ଟାଏ ସମୟ ବାହାର କରିବା ତ ପ୍ରାୟ ଅସମ୍ଭବ। ଏହା ଏକ ଅତ୍ୟନ୍ତ ଯୁକ୍ତିଯୁକ୍ତ ପ୍ରଶ୍ନ। ପ୍ରାୟ ସମସ୍ତେ ଏହି ବାସ୍ତବିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଏଠି ଆମକୁ ଗୋଟେ ଭୁଲ ଧାରଣା ଦୂର କରିବାକୁ ପଡ଼ିବ। କି ଭୁଲ ଧାରଣା? କି ଏଥିପାଇଁ ପୁରା ଗୋଟିଏ ଘଣ୍ଟା ଦରକାର ନାହିଁ। ପୁରା ସଠିକ୍। ପ୍ରକୃତ ସମୟର ପରିମାଣରେ ନୁହେଁ, ବରଂ ତାର ଗୁଣବତ୍ତା ଆଉ ନିରନ୍ତରତା ବା କନ୍ସିଷ୍ଟେନ୍ସି ଉପରେ ନିର୍ଭର କରେ। ଯଦି ଆମେ କେବଳ 20ରୁ 30 ମିନିଟ୍ ବି ନିଜ ପାଇଁ ବାହାର କରିପାରିବା, ତାହା ବି ଯଥେଷ୍ଟ। ଓହୋ, ମାନେ ଯଦି ଆମେ ସାଧାରଣ ଉଠିବା ସମୟଠାରୁ କେବଳ ଅଧଘଣ୍ଟା ପୂର୍ବରୁ ଆଲାର୍ମ ଲଗାଇବା, ତେବେ କାମ ହୋଇଯିବ। ଏକଦମ। ସେହି ମାତ୍ର 20ରୁ 30 ମିନିଟ୍ ସମୟ ଯଦି ନିଜ ନିୟନ୍ତ୍ରଣରେ ରହିଲା,
ତାହା ଦିନର ବାକି ଅଂଶ ପାଇଁ ଏକ ବିରାଟ ମାନସିକ ଶକ୍ତି ଯୋଗାଇ ଦିଏ। ତେବେ ଆମେ ଯଦି ଏହି ଦିଗରେ ଆଗକୁ ବଢ଼ିବା, ଧରିନିଅନ୍ତୁ କେଇ ଜଣେ ନିଜ ନିଦକୁ ଟିକେ ସାକ୍ରିଫାଇସ୍ କରି 30 ମିନିଟ୍ ଶୀଘ୍ର ଉଠିଗଲେ। ଏବେ ପ୍ରଶ୍ନ ହେଲା, ସେଇ ଅମୂଲ୍ୟ ସମୟରେ ଆମେ ପ୍ରକୃତରେ କରିବା କ'ଣ? ସେଇଠି ତ ଆସୁଛି ସେଇ ଗୁରୁତ୍ୱପୂର୍ଣ୍ଣ ରୁଟିନ୍, ଯାହାକୁ ଏହି ବହିରେ ସେଭର୍ସ ବା SAVERS କୁହାଯାଇଛି। ମାନେ ଛୋଟ ଛୋଟ ଅଭ୍ୟାସର ଗୋଟେ ପ୍ୟାକେଜ। ହଁ, ମାନେ ଖାଲି କାନ୍ଥକ ଅନି ବସି ରହିଲେ ତ ହବନି। ତେବେ ପ୍ରଥମେ ଆସୁଛି S ଆଉ A, ଅର୍ଥାତ୍ ସାଇଲେନ୍ସ ଏବଂ ଆଫର୍ମେସନ୍ସ ବା ନୀରବତା ଆଉ ସକାରାତ୍ମକ ବାକ୍ୟ। ଠିକ୍ ଧରିଛନ୍ତି। ଯଦି ଆମେ ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା, ବିଶେଷ କରି ସାଇଲେନ୍ସ ବା ନୀରବତାକୁ, ଏହା ଆମର ସ୍ନାୟୁତନ୍ତ୍ରକୁ ତୁରନ୍ତ ଶାନ୍ତ କରେ। ମାନେ ସକାଳୁ ଉଠି ଟିଭି ଲଗାଇବା କି ଜୋରେ କଥା ହେବା ବଦଳରେ କିଛି ସମୟ ନିଶ୍ୱାସ ଉପରେ ଧ୍ୟାନ ଦେବା, ରାଇଟ୍? ହଁ, ତାହାଦ୍ୱାରା ମସ୍ତିଷ୍କରେ କର୍ଟିସଲ୍ ସ୍ତର ତଳକୁ ଖସେ। ଆଉ ଦ୍ୱିତୀୟରେ ଯେଉଁ ଆଫର୍ମେସନ୍ସ କଥା ଆପଣ କହିଲେ, ତାହା ଆମ ସବ୍‌କନ୍ସିୟସ୍ ମାଇଣ୍ଡ ବା ଅବଚେତନ ମନକୁ ରିପ୍ରୋଗ୍ରାମ କରେ। ଆଚ୍ଛା, ଆମେ ନିଜକୁ ଯେମିତି କହୁ କି ଆଜି ଦିନଟା ବହୁତ କଷ୍ଟ ହେବ, ସେଇଟା ବଦଳରେ କହିବା ଯେ ଆଜି ମୁଁ ଶାନ୍ତ ରହିବି ଆଉ ସବୁ କାମ ଭଲରେ କରିବି। ଏକଦମ୍। ନ୍ୟୁରୋପ୍ଲାଷ୍ଟିସିଟି ଅନୁସାରେ ଆମେ ଯାହା ବାରମ୍ବାର ଭାବୁ, ସେଇଭଳି ନୂଆ ନ୍ୟୁରାଲ୍ ପାଥୱେ ତିଆରି ହୁଏ ଆଉ ତାହା ବାସ୍ତବତା ପାଲଟିଯାଏ। ଏହା ଗୋଟେ ମେଣ୍ଟାଲ ସଫ୍ଟୱେୟାର ଅପଡେଟ୍ ଭଳି କାମ କରେ। ବାଃ, ଏଇ ସଫ୍ଟୱେୟାର ଅପଡେଟ୍ ଉଦାହରଣଟି ପୁରା ଜବରଦସ୍ତ। ଆମେ ଯଦି ଫୋନକୁ ପ୍ରତିଦିନ ଅପଡେଟ୍ କରୁଛୁ, ତେବେ ମସ୍ତିଷ୍କକୁ କାହିଁକି ନୁହେଁ? ହଁ, ପୁରା ସତ। ଏହାପରେ ଯେଉଁ ଦୁଇଟି ଅଭ୍ୟାସ ଆସୁଛି, ତାହା ବୋଧେ ମୋର ସବୁଠାରୁ ପ୍ରିୟ। ତା ହେଲା ଭି ଆଉ ଇ, ଭିଜୁଆଲାଇଜେସନ୍ ଏବଂ ଏକ୍ସରସାଇଜ୍, ମାନେ କଳ୍ପନା ଆଉ ବ୍ୟାୟାମ। ହଁ, ଆଉ ଏଇ ଦୁଇଟା ବହୁତ ପାୱାରଫୁଲ୍। ସତ କହିବାକୁ ଗଲେ, ଏଠି ସବୁଠୁ ଆକର୍ଷଣୀୟ କଥା ହେଉଛି କି ଆମ ମସ୍ତିଷ୍କ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ଜାଣିପାରେ ନାହିଁ। ମୁଁ ଗୋଟେ ଉଦାହରଣ ଦଉଛି। ନିଶ୍ଚୟ, କୁହନ୍ତୁ। ଟିକେ ଭାବନ୍ତୁ, ଯଦି ଆମେ ଆଖି ବନ୍ଦ କରି ଗୋଟିଏ ଖଟା ଆଉ ରସାଳ ଲେମ୍ବୁକୁ ଛୁରୀରେ କାଟି ତାକୁ ପାଟିରେ ଚିପୁଡ଼ି ଖାଉଛୁ ବୋଲି ବାରମ୍ବାର ଭାବିବା, ତେବେ କିଛି ସମୟ ପରେ ବାସ୍ତବରେ ଆମ ପାଟିରୁ ଲାଳ ବାହାରି ଆସିବ। ଆରେ ବାଃ, ସତରେ ତ! ଆଖପାଖରେ କୌଣସି ଲେମ୍ବୁ ନାହିଁ, କିନ୍ତୁ ଶରୀର ସମ୍ପୂର୍ଣ୍ଣ ରୂପେ ରିଆକ୍ସନ୍ ଦେଉଛି। ସେଇଟା ହିଁ ଠିକ୍ ସେହିପରି ଯେତେବେଳେ ଆମେ ସଫଳତାର ସ୍ପଷ୍ଟ କଳ୍ପନା କରୁ କିମ୍ବା କୌଣସି ମିଟିଂରେ ଭଲ ପ୍ରଦର୍ଶନ କରୁଛୁ ବୋଲି ଭାବୁ, ମସ୍ତିଷ୍କ ନିଜକୁ ସେଥିପାଇଁ ପ୍ରସ୍ତୁତ କରିନିଏ। ଏକଦମ ସଠିକ୍ କଥା। ଆଉ ମନକୁ ପ୍ରସ୍ତୁତ କଲା ପରେ ଶରୀରକୁ ଜାଗୃତ କରିବା ବି ନିହାତି ଜରୁରୀ। ସେଥିପାଇଁ ବ୍ୟାୟାମ ରହିଛି। ସକାଳେ ଉଠିଲା ବେଳେ ଶରୀରରେ ଯେଉଁ ସ୍ଲିପ୍ ଇନର୍ସିଆ ବା ଅଳସୁଆପଣ ଥାଏ ନା, ହଁ, ମାନେ ଯେମିତି କମ୍ପ୍ୟୁଟର ଷ୍ଟାର୍ଟ ହେବାକୁ ଟିକେ ସମୟ ନିଏ। ପୁରା ସେମିତି। ମାତ୍ର 5ରୁ 10 ମିନିଟ୍ର ଷ୍ଟ୍ରେଚିଂ କିମ୍ବା ଯୋଗାସନ ଦ୍ୱାରା ରକ୍ତ ସଞ୍ଚାଳନ ବଢ଼ିଯାଏ ଆଉ ତା ସହ ଏଣ୍ଡୋରଫିନ୍ ବା ହ୍ୟାପି ହର୍ମୋନ୍ସ ରିଲିଜ୍ ହୁଏ, ଯାହା ମୁଡ୍କୁ ପୁରା ଫ୍ରେଶ୍ କରିଦିଏ। ଆଚ୍ଛା, ତାହେଲେ ବାକି ରହିଲା ଦୁଇଟି ଅଭ୍ୟାସ, ଆର୍ ଏବଂ ଏସ୍, ମାନେ ରିଡିଂ ଆଉ ସ୍କ୍ରାଇବିଂ। ହଁ, ପଠନ ଏବଂ ଲେଖିବା ବା ଜର୍ଣ୍ଣାଲିଂ। ଏବେ ଦେଖନ୍ତୁ, ଲୋକେ ଭାବନ୍ତି ବହି ପଢ଼ିବା ମାନେ ଘଣ୍ଟା ଘଣ୍ଟା ଲାଗିବ। କିନ୍ତୁ ବାସ୍ତବରେ ମାତ୍ର 2-3 ପୃଷ୍ଠା ପ୍ରେରଣାଦାୟକ ବହି ପଢ଼ିବା ମଧ୍ୟ ଯଥେଷ୍ଟ। ଏହା ମସ୍ତିଷ୍କ ପାଇଁ ଉତ୍ତମ ଖାଦ୍ୟ ସଦୃଶ। ଆଉ ସେ ଯୋଉ ଲେଖିବା କଥା କହିଲେ, ଲେଖିବା ଅର୍ଥାତ୍ ଗୋଟେ ଡାଏରୀରେ ନିଜର ଚିନ୍ତାଧାରା ଆଉ କୃତଜ୍ଞତା ବା ଗ୍ରାଟିଚ୍ୟୁଡ୍ ଲେଖିବା। ଏହା କମ୍ପ୍ୟୁଟରରୁ କ୍ୟାଶ୍ ମେମୋରି କ୍ଲିୟର କଲା ଭଳି ମସ୍ତିଷ୍କରୁ ଅଦରକାରୀ ଚିନ୍ତାକୁ ବାହାର କରିଦିଏ। ମନ ବହୁତ ହାଲକା ଲାଗେ। ଓହୋ, ତେବେ ଯଦି ଆମେ ଏସବୁକୁ ଏକାଠି କରି ଦେଖିବା, ମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଯଦି ଆମେ ମାତ୍ର 5 ମିନିଟ୍ ଲେଖାଏଁ ଦଉଛୁ, ତେବେ 30 ମିନିଟ୍ ଭିତରେ ଧ୍ୟାନ, ପ୍ରେରଣା, କଳ୍ପନା, ବ୍ୟାୟାମ ଆଉ ଜ୍ଞାନ ଆହରଣ ସବୁ ହୋଇଗଲା। ଏକଦମ ଗୋଟେ ଅତି ଶକ୍ତିଶାଳୀ ପ୍ୟାକେଜ। କିନ୍ତୁ ଏବେ ଗୋଟେ ବଡ଼ ପ୍ରଶ୍ନ ଉଠୁଛି, ମାନେ ଏସବୁର ପ୍ରକୃତ ଅର୍ଥ କ'ଣ? କିପରି? ଟିକେ ବୁଝାଇକି କୁହନ୍ତୁ। ଦେଖନ୍ତୁ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୁଅନ୍ତୁ କି ଆମ ଭଳି ସାଧାରଣ ଲୋକ, ସମସ୍ତଙ୍କ ପାଖରେ ସେ ସମାନ 24 ଘଣ୍ଟା ଅଛି। କାହାକୁ 25 ଘଣ୍ଟା ମିଳୁନି। କିନ୍ତୁ ମୁଁ ଗୋଟେ ଗାଣିତିକ ହିସାବ କରୁଥିଲି ଆଉ ସତରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଚ୍ଛା, କ'ଣ ସେଇ ହିସାବଟା? ଯଦି କେହି ପ୍ରତିଦିନ ନିଜର ସାଧାରଣ ସମୟଠାରୁ କେବଳ 1 ଘଣ୍ଟା ଶୀଘ୍ର ଉଠେ, ତେବେ ବର୍ଷକୁ ତାକୁ ମୋଟ 365 ଘଣ୍ଟା ଅତିରିକ୍ତ ସମୟ ମିଳିବ। ଆଉ 365 ଘଣ୍ଟା ମାନେ ଜାଣିଛନ୍ତି ତ, ପ୍ରାୟ 15 ଦିନର ନିରନ୍ତର ସମୟ। ବା,
ଏହି ନମ୍ବରଟା ସତରେ ଚମକାଇ ଦେବା ଭଳି। ହଁ, ବିନା ଶୋଇ ବିନା ଅନ୍ୟ କିଛି କାମ କରି କେବଳ ଲଗାତାର 15 ଦିନର ସମୟ, ଯେଉଁଠି ଲୋକେ ସମୟ ନାହିଁ ବୋଲି ଅଭିଯୋଗ କରୁଛନ୍ତି, ସେଠି ଏହି ଅତିରିକ୍ତ 15 ଦିନ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିବନି? ନିଶ୍ଚିତ ଭାବେ। ଆଉ ଯଦି ଆମେ ଏହାକୁ ଆହୁରି ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, ତେବେ ଏହା କେବଳ ଗାଣିତିକ ହିସାବ ନୁହେଁ, ଅର୍ଥନୀତିର ଭାଷାରେ ଏହାକୁ କମ୍ପାଉଣ୍ଡ ଇଫେକ୍ଟ କୁହାଯାଏ। କମ୍ପାଉଣ୍ଡ ଇଫେକ୍ଟ ମାନେ ଛୋଟ ଛୋଟ ଜିନିଷ ମିଶି ବହୁତ ବଡ଼ ହୋଇଯିବା। ପୁରା ସେଇଆ। ଦେଖନ୍ତୁ, ଯଦି ପଥର ଉପରେ ଟୋପାଏ ପାଣି ପଡ଼େ, କିଛି ହବନି। କିନ୍ତୁ ଯଦି ସେହି ପାଣି ଟୋପା କ୍ରମାଗତ ଭାବେ ବର୍ଷ ବର୍ଷ ଧରି ଗୋଟେ ଜାଗାରେ ପଡ଼ୁଥାଏ, ତେବେ ତାହା କଠିନ ପଥରକୁ ବି କାଟିଦିଏ। ଓହୋ, ମାନେ ନିରନ୍ତରତାର ଅସଲ ଶକ୍ତି। ସକାଳର ସେହି କିଛି ମିନିଟ୍ ହୁଏତ 2 ଦିନରେ କିଛି ଯାଦୁ ଦେଖେଇବନି, କିନ୍ତୁ ବର୍ଷେ ପରେ ତାର ପ୍ରଭାବ ବ୍ୟାପକ ହେବ। ଏକଦମ ଠିକ୍। ଆଉ ଆହୁରି ଗଭୀରକୁ ଗଲେ ଆମେ ବୁଝିପାରିବା ଯେ ଏହି ଛୋଟ ଅଭ୍ୟାସଗୁଡ଼ିକ ଖାଲି ସମୟ ବଞ୍ଚାନ୍ତି ନାହିଁ, ଆମର ଆଇଡେଣ୍ଟିଟି ବା ପରିଚୟକୁ ସମ୍ପୂର୍ଣ୍ଣ ବଦଳାଇ ଦିଅନ୍ତି। ଆଇଡେଣ୍ଟିଟି ବଦଳାଇ ଦିଅନ୍ତି? କେମିତି ଟିକେ ବୁଝେଇବେ କି? ନିଶ୍ଚୟ। ଉଦାହରଣ ସ୍ୱରୂପ, ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ 5 ମିନିଟ୍ ବ୍ୟାୟାମ କରୁଛି, ସେ ଧୀରେ ଧୀରେ ନିଜକୁ ଜଣେ ସୁସ୍ଥ ଓ ଫିଟ୍ ବ୍ୟକ୍ତି ବୋଲି ମାନିନିଏ। ସେ ଆଉ ନିଜକୁ ଅଳସୁଆ ଭାବେ ନାହିଁ। ଆଚ୍ଛା, ଆଉ ଯିଏ 2 ପୃଷ୍ଠା ବହି ପଢ଼ୁଛି, ସେ ନିଜକୁ ଜଣେ ଲର୍ଣ୍ଣର ବା ଶିକ୍ଷାର୍ଥୀ ଭାବେ ଦେଖିବା ଆରମ୍ଭ କରେ। ଏଇଟା ଗୋଟେ ବହୁତ ଗଭୀର କଥା କହିଲେ ଆପଣ। ହଁ, ଆଉ ମନୋବିଜ୍ଞାନ କହୁଛି ଯେ ଆମେ ନିଜ ବିଷୟରେ ଯାହା ଦୃଢ଼ ଭାବେ ବିଶ୍ୱାସ କରୁ, ଆମର କାମ ସେମିତି ଆପେ ଆପେ ହୋଇଯାଏ। ଅନୁଶାସନ ଖୋଜିବାକୁ ପଡ଼େନି, ତାହା ଆପଣାଛାଏଁ ଆସିଯାଏ। ସତରେ, ବହୁତ ଚମତ୍କାର। ଏହା ପୁରା ସମସ୍ୟାର ମୂଳକୁ ଯାଇ ବିଚାର କରିବା ଭଳି କଥା। ଆଚ୍ଛା, ଆଲୋଚନାକୁ ସମାପ୍ତି ଆଡ଼କୁ ନେବା ପୂର୍ବରୁ ମୁଁ ଗୋଟେ ଅତି ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବି। ହଁ, ନିଶ୍ଚୟ। କୁହନ୍ତୁ। ଆମେ ସମସ୍ତେ ପ୍ରାୟ ନିଜ ଫୋନ୍ରେ ଆଲାର୍ମ ଲଗାଉ, କିନ୍ତୁ ସକାଳେ ଯେତେବେଳେ ତାହା ବାଜେ, ଲୋକେ ବାରମ୍ବାର ସ୍ନୁଜ୍ କାହିଁକି କରନ୍ତି? ମାନେ ଆଉ 5 ମିନିଟ୍ ଆଉ 5 ମିନିଟ୍ କହି ଶୋଇବାକୁ କାହିଁକି ଚେଷ୍ଟା କରନ୍ତି? ଏଇଟା ଗୋଟା ବହୁତ ସାଧାରଣ ଅଭ୍ୟାସ ସମସ୍ତଙ୍କର। ଆପଣଙ୍କ ମତରେ କାରଣ କ'ଣ ହୋଇପାରେ? ମୁଁ ଭାବୁଛି ଏହାର ମୂଳ କାରଣ ହେଉଛି ସେମାନଙ୍କର ଉଠିବା ପାଇଁ ସେହି ମୁହୂର୍ତ୍ତରେ କୌଣସି ସ୍ପଷ୍ଟ ଉଦ୍ଦେଶ୍ୟ ବା ପର୍ପୋଜ ନଥାଏ। ମସ୍ତିଷ୍କ ଭାବେ ଉଠିଲେ ସେହି ବିରକ୍ତିକର କାମ କରିବାକୁ ପଡ଼ିବ। ଏକଦମ ସଠିକ୍ କଥା ଧରିଛନ୍ତି ଆପଣ। ତାର ଓଲଟା ଦିଗଟା ଦେଖନ୍ତୁ। ଯଦି ଆମକୁ ସକାଳ ଉଠି ଫ୍ଲାଇଟ୍ ଧରି କୌଣସି ସୁନ୍ଦର ଜାଗାକୁ ଛୁଟି କଟାଇବାକୁ ଯିବାର ଅଛି, ଆମେ କ'ଣ ସ୍ନୁଜ୍ ବଟନ୍ ଦବାଉ? ଆଦୌ ନୁହେଁ। ଆଲାର୍ମ ବାଜିବା ପୂର୍ବରୁ ଆଖି ଖୋଲିଯାଏ। କାରଣ ଆମ ପାଖରେ ଗୋଟେ ରୋମାଞ୍ଚକର ଉଦ୍ଦେଶ୍ୟ ଥାଏ। ଏହା ସତରେ ଏକ ଅତ୍ୟନ୍ତ ପ୍ରାସଙ୍ଗିକ ପ୍ରଶ୍ନ ସୃଷ୍ଟି କରେ କି ଆମେ ପ୍ରତିଦିନ ସକାଳେ କେମିତି ସେମିତି ଏକ ଉଦ୍ଦେଶ୍ୟ ଖୋଜି ପାଇବା। ହଁ, କାରଣ ପ୍ରତିଦିନ ତ ଆଉ ଛୁଟି କଟାଇବାକୁ ଯାଇ ହବନି। ସେହିଥିପାଇଁ ଗୋଟେ ବହୁତ ଶକ୍ତିଶାଳୀ ଆଉ ସରଳ ପ୍ରଶ୍ନ ଅଛି। ସକାଳେ ଆଖି ଖୋଲିବା ମାତ୍ରେ ନିଜକୁ ପଚାରିବା ଉଚିତ ଯେ ଆଜି ମୁଁ ମୋ ଜୀବନରେ କେଉଁ ଗୋଟିଏ ଜିନିଷକୁ ଗତକାଲି ଅପେକ୍ଷା ଟିକେ ଅଧିକ ଭଲ କରିପାରିବି। ବାଃ, ଏହି ଗୋଟିଏ ପ୍ରଶ୍ନରେ ବହୁତ ଶକ୍ତି ଲୁଚି ରହିଛି। ହଁ, ଏହା ଆମ ମନକୁ ଭବିଷ୍ୟତ ଚିନ୍ତାର ରୋକି ବର୍ତ୍ତମାନ ଉପରେ କେନ୍ଦ୍ରିତ କରେ। ଯେତେବେଳେ ମନରେ ଏକ ସ୍ପଷ୍ଟ ଲକ୍ଷ୍ୟ ଥାଏ, ସେତେବେଳେ ଶରୀର ଆପଣାଛାଏଁ ବିଛଣା ଛାଡ଼ିବାକୁ ଶକ୍ତି ପାଇଯାଏ। ଏହା କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ଜାଗୃତ ହେବାର ପ୍ରକ୍ରିୟା। ପୁରା ସହମତ ମୁଁ ଆପଣଙ୍କ ସହ। ତେବେ ଏହି ଆଲୋଚନାରୁ ଗୋଟେ ସିଦ୍ଧାନ୍ତ ବାହାରୁଛି ଯେ ଫୋନ୍ ଧରି ବାହାର ଦୁନିଆର ରିଆକ୍ସନ୍ ଦେବା ପୂର୍ବରୁ ନିଜ ପାଇଁ ଦିଆଯାଇଥିବା ସେହି 20 କିମ୍ବା 30 ମିନିଟ୍ ହିଁ ଅମୂଲ୍ୟ। ସେଇଟା ହିଁ ଦିନକୁ ଶକ୍ତିଶାଳୀ କରେ। ନିଶ୍ଚିତ ଭାବେ। ଆଉ ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ସମସ୍ତଙ୍କ ପାଇଁ ଗୋଟେ ଗଭୀର ଚିନ୍ତାଧାରା ଛାଡ଼ିଯିବାକୁ ଚାହୁଁଛି। ଆଜ୍ଞା, କୁହନ୍ତୁ, ଆମେ ଶୁଣିବାକୁ ଅପେକ୍ଷା କରିଛୁ। ଟିକେ ଭାବନ୍ତୁ, ଆମେ ପ୍ରାୟତଃ ଭାବୁ ଯେ ଆମ ସଫଳତାର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଆମ ପାଖରେ ସାଧନ ବା ସୁଯୋଗର ଅଭାବ। ଆମେ ଭାବୁ ଆମ ପାଖରେ ପଇସା ନାହିଁ, ଭଲ ପରିବେଶ ନାହିଁ। ହଁ, ଏଇଟା ତ ସାଧାରଣତଃ ସମସ୍ତେ କୁହନ୍ତି। କିନ୍ତୁ ଯଦି ପ୍ରକୃତରେ ସମସ୍ୟାଟି ଏସବୁ ବାହ୍ୟ କାରଣ ନ ହୋଇ ନିଦର ଉଠିବାର ପ୍ରଥମ 10 ମିନିଟ୍ ହୋଇଥାଏ, ତେବେ ଯଦି ଆମେ ଆମର ପ୍ରଥମ 10 ମିନିଟ୍କୁ ହିଁ ନିଜ ଆୟତ୍ତରେ ରଖିପାରିବା ନାହିଁ, ତେବେ ଆଗାମୀ 10 ବର୍ଷକୁ କିପରି ନିୟନ୍ତ୍ରଣ କରିବା? ଓହୋ, ସକାଳର ପ୍ରଥମ 10 ମିନିଟ୍ ବନାମ ଆଗାମୀ ଜୀବନର 10 ବର୍ଷ। ଏହି ତୁଳନାଟି ସତରେ ଆଖି ଖୋଲିଦେବା ଭଳି। ହଁ, କାରଣ ଦିନଗୁଡ଼ିକ ମିଶି ହିଁ ତ ବର୍ଷ ତିଆରି ହୁଏ। ଆମର ପ୍ରଥମ କିଛି ମିନିଟ୍ ହିଁ ଆମ ଭବିଷ୍ୟତର ମୂଳଦୁଆ। ସତରେ, ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଆଉ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ।
ଏହି ଗଭୀର ଚିନ୍ତାଧାରା ସହିତ ଆମେ ଆଜିର ଏହି ଆଲୋଚନାଟିକୁ ଏଠାରେ ସମାପ୍ତ କରୁଛୁ। ଆଶା କରୁଛି ଶ୍ରୋତାମାନଙ୍କୁ ଏଥିରୁ ନିଶ୍ଚୟ କିଛି ନୂଆ ଶିଖିବାକୁ ମିଳିଥିବ। ନିଶ୍ଚୟ। କେକେ ସ୍ମାର୍ଟ ଏଜୁକେସନ୍ ଆଣ୍ଡ ୱେଲନେସ୍ ଦ୍ୱାରା ଉପସ୍ଥାପିତ ଆଜିର ଏହି ଡିପ୍ ଡାଇଭ୍ ଯଦି ଆପଣମାନଙ୍କୁ ଉପାଦେୟ ଲାଗିଥାଏ, ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ, ନିଜର ସାଙ୍ଗସାଥୀ ଆଉ ପରିବାରବର୍ଗଙ୍କ ସହ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନିଜର ସକାଳକୁ ବଦଳାଇ ପାରିବେ। ଆଉ ହଁ, ଏଇଭଳି ଆହୁରି ଜ୍ଞାନବର୍ଦ୍ଧକ ଆଲୋଚନା ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ଆମେ ଜାଣିବାକୁ ଚାହୁଁଛୁ ଯେ ବର୍ତ୍ତମାନ ଆପଣମାନଙ୍କର ମର୍ଣ୍ଣିଂ ରୁଟିନ୍ କ'ଣ ରହିଛି, କିମ୍ବା ଆଜିର ଆଲୋଚନା ଶୁଣିବା ପରେ କେଉଁ ନୂଆ ଅଭ୍ୟାସଟି ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ଦୟାକରି ତଳେ ଥିବା କମେଣ୍ଟ ବକ୍ସରେ ନିଜର ମତାମତ ଲେଖି ଆମକୁ ନିଶ୍ଚୟ ଜଣାନ୍ତୁ। ଆମେ ପଢ଼ିବାକୁ ଅପେକ୍ଷା କରିଛୁ। ଏକଦମ। ତେବେ ଆସନ୍ତା ଥର ପୁଣି ଦେଖାହବ ଏକ ନୂଆ, ଶିକ୍ଷଣୀୟ ଏବଂ ରୋମାଞ୍ଚକର ବିଷୟ ସହିତ। ସେ ପର୍ଯ୍ୟନ୍ତ ନିଜ ସକାଳକୁ ନିଜ ଆୟତ୍ତରେ ରଖନ୍ତୁ ଏବଂ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଜାଗ୍ରତ କରନ୍ତୁ। ନମସ୍କାର।